ଆମ ଝିଣ୍ଟିକା ଆଉ ଦେଖତେ ଇଏ ହଉଛି ଆମ ଝିଣ୍ଟିକା। ନମସ୍କାର, ଜୟ ମା ଶାରଳା ସାଙ୍ଗମାନେ, କେମିତି ଅଛନ୍ତି ଆପଣମାନେ? ଆଶା କରୁଛି ଆପଣମାନେ ଭଲ ଥିବେ। ମୁଁ ପୁରା ବଢ଼ିଆ ଅଛି, ମୁଁ ବି ବଢିଆ ଅଛି। ଏ ଆମର ଅଜୟ ଫଟୋଗ୍ରାଫର ଦେଖା ଯାଇଛନ୍ତି। ଭାଇ କ'ଣ ହଉଛି ଆଜି? ଆଜି ହଉଛି କଳସ ଯାତ୍ରା। ଆଜି ହଉଛି ଆମ ଗାଁରେ କଳସ ଯାତ୍ରା, ମାନେ ଆମ ଗାଁ ମଧୁଶାସନ। ତମ ଫ୍ରେଣ୍ଡ ଯେତେମାନେ ଅଛନ୍ତି ସମସ୍ତଙ୍କୁ ଅନୁରୋଧ କର, ସମସ୍ତେ ଆସିକି ଉପଭୋଗ କରନ୍ତୁ। ମଧୁ ଛକରେ ଆପଣମାନେ ଦେଖିଥିବେ, ଯେଉଁମାନେ ଆମ ଲୋକାଲ ଭିଡ଼ିଓ ଦେଖୁଛନ୍ତି ଦେଖିଥିବେ କି ତାରିଣୀ ମନ୍ଦିର, ହନୁମାନ ମନ୍ଦିର ଅଛି ସେଇଠି ଆଜିଠାରୁ ଯଜ୍ଞ ଆରମ୍ଭ। ଏବେ କଳସ ଯାତ୍ରା ଆରମ୍ଭ ହବ। ଆମେ ଆସିଛୁ ନଈକି। ଦେଖନ୍ତୁ ମୋ ସାଙ୍ଗରେ ଏତିକି ପିଲା ଅଛନ୍ତି। ଏଇ ଆମ ଏଠି ପୂଜା ଚାଲିଛି ତଳେ। ଭଏସ୍ ଟିକେ କଟିଯାଇଛି, ଦୁଇ ଦିନ ହେଲାଣି ଭଏସ୍ ନାହିଁ। କହୁନ ଆମ ଗାଁରେ ପିଲାମାନେ କହିଲେ ଯଜ୍ଞ ହେଉଛି ଆଉ ଏଟରଟା ସେମାନେ ଦେବେ। ମୋର ତ ଭାଇ ଭଏସ୍ ପୁରା କଟିଯାଇଛି। ଆମର ହେଉଛି ମଧୁ ଶାସନ, ମଧୁ ଛକରେ ତାରିଣୀ ମନ୍ଦିର ପାଖରେ ଯଜ୍ଞ ଚାଲିଛି। ଆଉ ଆଜି ହେଉଛି କଳସ ଯାତ୍ରା। ଏଇଠି ହବ। ପିଲାମାନେ ଖାଇଲଣି? କ'ଣ ଖାଇବାକୁ ଦେଇନାହାନ୍ତି? ଆପଣଙ୍କୁ ଦେଖିଲେ ଏଣ୍ଟର ଦିଆହେଇଯାଇଛି। ଏବେ ଆମେ ସମସ୍ତେ ବାହାରିଲେ ଆମର କଳସ ଯାତ୍ରା ପାଇଁ। ତ ଏବେ ଯିବେ ଆମର ନଈକି। ଆମରି ମଧୁର ଗାଁ ଯେଉଁ ଅଛି, ବଡ଼ ଗାଁ, ଏଇ ଗାଁ ଭିତରେ ପଶିକିରି ସମସ୍ତେ ଯିବେ, ଯାଇକିରି ନଈରେ ପହଞ୍ଚିବେ। ଦେଖନ୍ତୁ ଏବେ ସମସ୍ତେ ବାହାରିଲେ। ଆଉ ଯାହା ଆଉ କୁହନ୍ତୁ ଆଜ୍ଞା, ଗାଁର ସମସ୍ତେ ଯଦି ମିଶିକିରି ଗୋଟେ କାମଟେ କଲେ, କି ମାନେ ଯେମିତି ଆମର ଯାଆନ୍ତି। ଆଉ ଗୋଟେ ବଢ଼ିଆ ଜିନିଷଟେ କହିବି ଆଜ୍ଞା, ଯେଉଁମାନେ କଳସ ଯାତ୍ରା କରୁଛନ୍ତି ମାନେ ବହୁତ ସୌଭାଗ୍ୟର କଥା, ଆଉ ବହୁତ ବଡ଼ ଭାଗ୍ୟର କଥା କି ଆଜ୍ଞା କଳସ ଯାତ୍ରା କରିବା ପାଇଁ ସେଇମାନଙ୍କୁ ଭଗବାନଙ୍କ ମାନେ ଆଶୀର୍ବାଦ ଯେମିତି ଅଛି। କାହିଁକିନା ଆଜ୍ଞା ମଣିଷ ଚେଷ୍ଟା କରିକି ବି ଠାକୁର କତିକି ଯାଇପାରୁନାହାନ୍ତି, ତାଙ୍କ ପାଖରେ ସମୟ ନାହିଁ। ଆଜିକା ବ୍ୟସ୍ତବହୁଳ ଜୀବନ ଭିତରେ ଲୋକ ଏତେ ବ୍ୟସ୍ତ ଅଛନ୍ତି, କିନ୍ତୁ ଯାହା ହଉ ମହାପ୍ରଭୁଙ୍କ ଆଶୀର୍ବାଦରୁ ମାଆ ମାନେ ଆମରି ଗାଁର ମାଆ ମାନେ, ଭାଉଜମାନେ, ସମସ୍ତେ ମାଉସୀମାନେ ମିଶିକିରି ପଦଯାତ୍ରାରେ ଚାଲିଛନ୍ତି। ତ ଚାଲନ୍ତୁ ଆଗକୁ ଆମେ ମଧ୍ୟ ତାଙ୍କ ସାଙ୍ଗରେ ଚାଲିବା ଆଉ ଯିବା। ତ ଏବେ ଦେଖୁ ଆମ ସ୍କୁଲ ପାଖରେ ଆସି ଆମେ ପହଞ୍ଚିଗଲୁ। କାହିଁକିନା ଆମର ଗାଁ ଭିତରେ ପଶିକି ସ୍କୁଲ ବାଟ ଦେଇକିରି ଗଲେ ଏପଟ ବାଟରେ ସୁବିଧା ହେବ, ସେପଟ ବାଟରେ ଟିକେ ସୁବିଧା ହେଲାନି। ତ ଆମେ ଏଇ ବାଟରେ ପଳେଇ ଆସିଲୁ, ଏଇପଟରେ ଆମେ ଯିବା ଆଉ। ତ ଏଠି ଦେଖୁଥିବେ ଆମରି ସ୍କୁଲ ପଡ଼ିଆ ଏଇଟା, ଯେଉଁଠିକି ଆମେ ଆଜ୍ଞା ପିଲାବେଳେ ପାଠ ପଢ଼ି। ତ ଦେଖୁ ଏବେ ଆମେ ଆସି ନଈରେ ପହଞ୍ଚି ଯାଇଛୁ ଅଲରେଡ଼ି। ସବୁ କଳସ ଆମେ ତଳେ ଥୋଇ ଦେଇଛନ୍ତି ମାଆ ମାନେ ଆମର। ଏଠି ପିଲାଙ୍କ ସାଙ୍ଗେ ଆମେ ଟିକେ ମଜାମସ୍ତି କରିଦେବା। ପିଲାମାନେ ଆମର ଆସିଛନ୍ତି ଦୂରରୁ, କେତେ ସୁନ୍ଦର ଲାଗୁଛି। ଯାହା ହଉ ଗୋଟେ ଜିନିଷ, ସବୁଥିରେ ଆଜ୍ଞା ଏକତା, ସବୁଥିରେ ଯଦି ଆଜ୍ଞା ଏକତା ଥିବ ସବୁ ଜିନିଷ ଆଜ୍ଞା ହେବ। ଏମିତି କୌଣସି ଜିନିଷ ନେଇ ହେଇପାରିବନି। ତ ଦେଖୁଥିବେ ଏବେ ମୁଁ ନଈ ଭିତରେ ଅଛି, ଆଉ ବନ୍ଧୁକୁ ଉଠୁଛି ଭଙ୍ଗା ତତରା ପାଖକୁ। ଏ ଦେଖ, ଇଏ ହେଉଛି ଆମ ଝିଣ୍ଟିକା। ଆଉ ଦେଖୁଥିବେ ଇଏ ହେଉଛି ଆମ ଝିଣ୍ଟିକା। ଚାଲେ ଉପରୁ ଚାଲେ। ଝିଣ୍ଟିକା ଆସିଲା, ଏଇ ଭଙ୍ଗା ଆଉ ଦଦରା ବସିଛନ୍ତି ଦି ଜଣ। ଏଇ ଦେଖନ୍ତୁ, ଏଇଠି ଆରେ ଏଇ ଦଦରା, ଇଏ ହେଉଛି ଭଙ୍ଗା। ଦେଖିଦେବେ ତାକୁ। ମାରୁଛି ମତେ।
ତ ଦେଖୁ ଦେଖୁ ସବୁ କାର୍ଯ୍ୟ ସରିଗଲା। ଆଉ ବାଟରେ ଆସୁଥିବା ସମୟରେ ମୁଁ କିଛି ଭିଡ଼ିଓ କରିପାରିଲିନି, ଯେହେତୁ ମୁଁ ଟିକେ ବ୍ୟସ୍ତ କାମରେ ପଳେଇଥିଲି। ତ ସାଙ୍ଗେ ସାଙ୍ଗେ ସେଠୁ ଆସିକିରି ମୋତେ ଭିଡ଼ିଓ ସୁଟ୍ କରିବା ପାଇଁ ପଡ଼ିଲା, କାହିଁକିନା ଯେହେତୁ ଆରମ୍ଭର ଭିଡ଼ିଓ ହେଇଯାଇଛି, ଶେଷର ନ କଲେ ଆଜ୍ଞା ଭଲ ଲାଗିବନି। ତ ଯାହା ହଉ ବହୁତ ଭଲରେ ମାଆ ମାନେ ଆମର ଆସି ପହଞ୍ଚିଛନ୍ତି ଯଜ୍ଞ ପାଖରେ। ତ ଏବେ ଯଜ୍ଞ ଘର ଭିତରେ କଳସୀ ଥୁଆ ହେବ, ଆଉ ସେଥିପାଇଁ ସମସ୍ତେ ଲାଇନ୍ ନେଇକି ଠିଆ ହେଇଛନ୍ତି। କେତେ ସୁନ୍ଦର ଭାବରେ କଳସୀ ଥୋଇବେ, ଆଉ ସେଠୁ ମଧ୍ୟ ଆସିବେ। ତାପରେ ଆମର ଅନ୍ନପ୍ରସାଦର ବ୍ୟବସ୍ଥା ମଧ୍ୟ ଅଛି। ଆଉ ଗୋଟେ କଥା କି ଏଠି ଦେଖନ୍ତୁ ଆମର ପଣା ଦିଆ ହେଉଛି। ଆଜି ଆମର ନନା ମଧ୍ୟ ପଣା ଦେଉଛନ୍ତି ଏଇଠି। ଚାଲନ୍ତୁ ପଣା ଏଠିକି ଯିବା। ନନା ତାଙ୍କର ବସିକି ପୁରା ଚିକାମାଲି ପକେଇକି ପୁରା ପଣା ଦେବାରେ ବ୍ୟସ୍ତ, ସେ କୁଆଡ଼େ ଅନଉନାହାନ୍ତି। ତ ଏତିକି କହିକି ରଖୁଛି। ନମସ୍କାର, ଜୟ ମା ଶାରଳା। ପୁଣି ଦେଖା ହେବା ଆଉ ଗୋଟେ ନୂଆ ଭିଡ଼ିଓରେ।